ସକାଳୁ ଖାଆନ୍ତୁ ଏତିକିଟି ତୁଳସୀ ପତ୍ର। ପାଖ ମାଡ଼ିବନି କୌଣସି ରୋଗ। ଥକା ସହ କ୍ୟାନ୍ସର ମଧ୍ୟ ହୋଇଯିବ ଦୂର। ପ୍ରକୃତିର ଭଣ୍ଡାରରେ ଅନେକ ଆରୋଗ୍ୟ ଗୁଣ ରହିଛି। ପ୍ରକୃତି ସମସ୍ତଙ୍କ ଜୀବଜନ୍ତୁଙ୍କ ପାଇଁ ବିଭିନ୍ନ ପରୀକ୍ଷଣର ବ୍ୟବସ୍ଥା କରିଛି। ମାନବ ସ୍ୱାସ୍ଥ୍ୟର ଉନ୍ନତି ସହ ଏହି ସମସ୍ତ ପ୍ରାକୃତିକ ଉତ୍ପାଦନ ମଧ୍ୟ ସ୍ୱାସ୍ଥ୍ୟ ବଜାୟ ରଖିବାରେ ଉପଯୋଗୀ ହୋଇପାରେ। ଆମ ନିକଟରେ ଏପରି ଏକ ଉଦ୍ଭିଦ ରହିଛି ଯାହା ଅନେକ ରୋଗ ପାଇଁ ଔଷଧ ଭାବରେ ବ୍ୟବହୃତ ହୁଏ। ପ୍ରାୟ ପ୍ରତ୍ୟେକ ଘରେ ଏହି ଉଦ୍ଭିଦକୁ ଆପଣ ଦେଖିବାକୁ ପାଇବେ। ପ୍ରାୟ ସମସ୍ତେ ଜାଣନ୍ତି ଯେ ନିୟମିତ ଭାବେ 2ଟି ତୁଳସୀ ପତ୍ର ଚୋବାଇବା ଦ୍ୱାରା ଥଣ୍ଡା ଏବଂ ସଂକ୍ରମଣରୁ ମୁକ୍ତି ମିଳିଥାଏ। ତୁଳସୀ ପତ୍ରରେ ଏପରି ଉପାଦାନ ଥାଏ ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ ତୁଳସୀ ପତ୍ରରେ ପୋଷକ ତତ୍ତ୍ୱ ଭରପୁର। ଏହା ଦୃଷ୍ଟି ଶକ୍ତିରେ ଉନ୍ନତି ଆଣିବାରେ ସାହାଯ୍ୟ କରେ। ଏହା ମୋତିଆବିନ୍ଦୁ କିମ୍ବା ଗ୍ଲୁକୋମା ପରି ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ। ବିଭିନ୍ନ ଆୟୁର୍ବେଦିକ ଅଧ୍ୟୟନରୁ ପ୍ରମାଣିତ ହୋଇଛି ଯେ ତୁଳସୀ ପତ୍ରର ମଧ୍ୟ କର୍କଟ ସହିତ ଲଢ଼ିବାର କ୍ଷମତା ରହିଛି। ତୁଳସୀ ପତ୍ର ଅଗ୍ନାଶୟ ଟ୍ୟୁମର କୋଷଗୁଡ଼ିକୁ ଦୂର କରିପାରିବ। ସ୍ତନ କର୍କଟ ଭଳି ରୋଗ ମଧ୍ୟ ଦୂରେଇ ଦେବ। ବର୍ତ୍ତମାନର ଜୀବନରେ ଲୋକଙ୍କ ସବୁଠାରୁ ବଡ଼ ସମସ୍ୟା ହେଉଛି ମାନସିକ ଅସ୍ଥିରତା ଏବଂ ଚିନ୍ତା। ପରିବର୍ତ୍ତିତ ସାମାଜିକ ଅର୍ଥନୈତିକ ପ୍ରସଙ୍ଗରେ ବିଭିନ୍ନ କାରଣରୁ ଲୋକଙ୍କ ଜୀବନରେ ଚାପ ବଢ଼ୁଛି। ବେଳେବେଳେ ଅଧ୍ୟୟନ ଏବଂ ବେଳେବେଳେ ଜୀବିକା ଆମ ଜୀବନରେ ଚିନ୍ତା ସୃଷ୍ଟି କରେ। ତୁଳସୀ ପତ୍ର ଏଥିରୁ ସହଜରେ ମୁକ୍ତି ଦେବ। ନିୟମିତ ଭାବେ 10ରୁ 15ଟି ତୁଳସୀ ପତ୍ର ଖାଇବା ଦ୍ୱାରା ଚାପରୁ ମଧ୍ୟ ମୁକ୍ତି ମିଳିଥାଏ। ଗରମ ପାଣିରେ କିଛି ତୁଳସୀ ପତ୍ର ଫୁଟାନ୍ତୁ, କିଛି ଡାଲଚିନି ମିଶାନ୍ତୁ। ଏହି ସିଝା ପାଣି ନିୟମିତ ପାନ କରିପାରିବେ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ। ଅନେକ ପ୍ରକାରର ରୋଗରୁ ଆପଣ ସହଜରେ ଆରାମ ପାଇପାରିବେ। କେବଳ ଇମ୍ୟୁନିଟି ବୃଦ୍ଧିରେ ନୁହେଁ ବରଂ ଚର୍ମର ଯତ୍ନରେ ମଧ୍ୟ ତୁଳସୀର ଲାଭ ଅଛି। ତ୍ୱଚାକୁ କୋମଳ କରିବା ପାଇଁ କିଛି ତୁଳସୀ ପତ୍ରକୁ ଗ୍ରାଇଣ୍ଡ କରି ମୁହଁରେ ଲଗାନ୍ତୁ। ଚର୍ମର ଯେକୌଣସି ଅଂଶରେ ତୁଳସୀ ରସ ଓ ନଡ଼ିଆ ତେଲ ଲଗାଇଲେ ସମସ୍ତ ଦାଗ କମିଯାଏ। ବ୍ୟୁରୋ ରିପୋର୍ଟ, SGTV ଓଡ଼ିଆ।